କେଉଁ ବାରରେ ଚୁଟି କାଟିଲେ ଆପଣଙ୍କୁ ସୁଖ ମିଳେ? କେଉଁ ବାରରେ ଚୁଟି କାଟିଲେ ଶୁଭ ମିଳେ? ସମ୍ପୂର୍ଣ୍ଣ ଭିଡ଼ିଓ ଷ୍ଟାର୍ଟ କରିବା ଆଗରୁ ଆମ ଚ୍ୟାନେଲକୁ ନୂଆ ଆସୁଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ। ତ ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର ଭିଡ଼ିଓ। ରବିବାର ଦିନ ଯଦି ଚୁଟି କାଟୁଛନ୍ତି ଜମାରୁ ବି ରବିବାର ଦିନ ଚୁଟି କାଟନ୍ତୁ ନାହିଁ, କାରଣ ରବିବାର ଦିନ ଚୁଟି କାଟିଲେ ଦୁଃଖ ଆସେ। ଯଦି ସୋମବାର ଚୁଟି କାଟୁଛନ୍ତି ତାହେଲେ ସୋମବାର ଚୁଟି କାଟିଲେ ସୁଖ ମିଳେ। ତ ମଙ୍ଗଳବାର ଜମାରୁ ବି ଚୁଟି କାଟନ୍ତୁ ନାହିଁ, କାରଣ ମଙ୍ଗଳବାର ଚୁଟି କାଟିବା ଆଦୌ ଠିକ୍ ନୁହଁ। ମଙ୍ଗଳବାର ଚୁଟି କାଟିଲେ ଆୟୁଷ କମେ। ଯଦି ବୁଧବାର ଚୁଟି କାଟୁଛନ୍ତି ତାହେଲେ ବୁଧବାର ଚୁଟି କାଟିଲେ ଦୀର୍ଘାୟୁ ହୁଅନ୍ତୁ। ଆଉ ଗୁରୁବାର ଚୁଟି କାଟିଲେ ଆପଣଙ୍କର ଧନ ମାନ ସମ୍ମାନ ସବୁ କମେ। ଶୁକ୍ରବାର ଚୁଟି କାଟିଲେ ଆପଣଙ୍କର ଆତ୍ମବିଶ୍ୱାସ ବଢ଼େ। ଯଦି ଶନିବାର ଚୁଟି କାଟିଲେ ଆପଣଙ୍କର ଗୃହ ପୀଡ଼ା ଆରମ୍ଭ ହୋଇଯାଏ, ଯାହାକି ଧନ ମାନ ହାନି ସବୁଥିରେ କମିଯାଏ। ତ ଜରୁରୀ ଯଦି ଅଛି ଆପଣଙ୍କୁ କାଟିବାର, ତେବେ ସକାଳ 7ଟାରୁ 9ଟା ଭିତରେ ଆପଣ ଚୁଟି କାଟି ପାରିବେ। ତ ତିନୋଟି ବାରରେ ମଧ୍ୟ ଆପଣଙ୍କୁ ଚୁଟି କାଟିଲେ ଆଦୌ କିଛି ବି ଭଲ ମିଳିବ ନାହିଁ। ଯେଉଁଟାକି ରବିବାର, ମଙ୍ଗଳବାର, ଗୁରୁବାର ଦିନ ଜମାରୁ ବି ଚୁଟି କାଟନ୍ତୁ ନାହିଁ। ଚୁଟି କାଟିବାର ସଠିକ୍ ବାର ଆପଣଙ୍କୁ ଆମେ ଜଣାଇ ଦେବାକୁ ଚାହୁଁଛୁ ଯେ ସୋମବାର ଦିନ, ବୁଧବାର ଦିନ ଓ ଶୁକ୍ରବାର ଦିନ ଚୁଟି କାଟିଲେ ଆପଣଙ୍କର ସବୁଥିରେ ଶୁଭ ଫଳ ମିଳିଥାଏ। ଯେଉଁଟାକି ଅଧିକ ଶୁଭ ଫଳ ହୋଇଥାଏ ବୁଧବାର ଦିନ। ବୁଧବାର ଦିନ ଚୁଟି କାଟିଲେ ଆପଣଙ୍କୁ ଦୀର୍ଘାୟୁ ସହିତ ଶକ୍ତି ମଧ୍ୟ ବଢ଼େ। ଯଦି ଆପଣ ଶୁକ୍ରବାର ବି ଚୁଟି କାଟିବେ ତାହେଲେ ଆତ୍ମବିଶ୍ୱାସ ବଢ଼ିବା ସହିତ ଧନ ହାନି ମଧ୍ୟ ହେବାର ଚାନ୍ସ ହିଁ ନାହିଁ। ସବୁଠୁ ଭଲ ବାର ହେଉଛି ଆଜ୍ଞା ସୋମବାର, ବୁଧବାର ଦିନ ଚୁଟି କାଟନ୍ତୁ। ଦେଖିବେ ଆପଣଙ୍କ ଜୀବନ ସୁଖମୟ ହେବ। ଯଦି ଆମ ଭିଡ଼ିଓ ଭଲ ଲାଗୁଛି ନିହାତି ଗୋଟେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଭିଡ଼ିଓଟିକୁ ଲାଇକ୍